ଆଜିର ପ୍ରସଙ୍ଗ ସଡ଼କ ସୁରକ୍ଷା ଜୀବନ ରକ୍ଷା ସୁରକ୍ଷିତ ଭାବେ ଘରକୁ ଫେରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନା ନୀନା ସାହୁ। ଚଳିତ ମାସ ପହିଲାରୁ ସମଗ୍ର ଦେଶରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ସଡ଼କ ନିରାପତ୍ତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହା ଦୈନନ୍ଦିନ ଜୀବନ ଏବଂ ପରିବାରଗୁଡ଼ିକୁ ପ୍ରଭାବିତ କରିଥାଏ। ସୁରକ୍ଷିତ ଯାତ୍ରା ଏବଂ ଜୀବନ ରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧି କରିବା ହେଉଛି ଏହି ମାସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସୁରକ୍ଷିତ ଭାବେ ଯାତ୍ରା କରିବାକୁ ପ୍ରୋତ୍ସାହନ ପ୍ରଦାନ କରିବା ନେଇ ଏହି ମାସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ପରିବାର ପାଇଁ ଆକସ୍ମିକ ଆହ୍ୱାନ ସୃଷ୍ଟି କରିଥାଏ। ସୁରକ୍ଷିତ ଗାଡ଼ି ଚାଳନା ଏବଂ ପଥଚାରୀଙ୍କ ଅଧିକାର ପ୍ରତି ସଚେତନ ରହିବା ଜରୁରୀ। ପ୍ରତ୍ୟେକ ବର୍ଷ ଜାନୁଆରୀ 11ରୁ 17 ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଥାଏ। ତେବେ ଚଳିତ ମାସ ପହିଲାରୁ 7 ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଜୀବନ ବଞ୍ଚାଇବା ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ କରିବା ଏହି ସପ୍ତାହ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସଡ଼କ ନିରାପତ୍ତା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକତା ରହିଛି। ଦୁର୍ଘଟଣା ହ୍ରାସ ପାଇ ଚିକିତ୍ସା ଜନିତ ଖର୍ଚ୍ଚ କମିବା ସହ ପରିବାର ଉପରେ ଆର୍ଥିକ ବୋଝ ହ୍ରାସ ପାଇଥାଏ। ତେଣୁ ସଡ଼କ ବ୍ୟବହାରକାରୀଙ୍କ ମଧ୍ୟରେ ଉତ୍ତରଦାୟିତ୍ୱ ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ୱେବସାଇଟ୍ରୁ ମିଳୁଥିବା ତଥ୍ୟ ଅନୁଯାୟୀ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ବହୁ ଜୀବନ ହାନି ହୋଇଥାଏ। ଓଡ଼ିଶାରେ ବର୍ଷକୁ ପାଖାପାଖି 5,000 ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥାଏ। ଗତ 10 ବର୍ଷ ମଧ୍ୟରେ କେବଳ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ 47,000ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସରକାରୀ ପରିସଂଖ୍ୟାନ ଅନୁଯାୟୀ 2021ରୁ 2023 ମସିହା ମଧ୍ୟରେ ସଡ଼କ ଦୁର୍ଘଟଣାରେ 16,287 ଜଣଙ୍କ ମୃତ୍ୟୁ ହୋଇଥିଲା। 2021 ମସିହାରେ ସଡ଼କ ଦୁର୍ଘଟଣାରେ ବାର୍ଷିକ ମୃତ୍ୟୁହାର 7.2 ଥିବାବେଳେ 2022ରେ ଏହା 7.6ରେ ପହଞ୍ଚିଥିଲା। ତେବେ ବ୍ୟାପକ ସଚେତନତା ଅଭିଯାନ ଯୋଗୁଁ 2023ରେ ଏହା 4.8କୁ ହ୍ରାସ ପାଇଥିଲା। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ସଡ଼କ ଦୁର୍ଘଟଣାରେ ଦେଶରେ ପ୍ରତ୍ୟେକ ବର୍ଷ ପାଖାପାଖି 1,80,000 ଲୋକଙ୍କ ମୃତ୍ୟୁ ହୋଇଥାଏ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର ଅଧିକ ଥିବା ଜଣାପଡ଼ିଥିଲା। ସଚେତନତା ଅଭାବ ଏହାର ଏକ ପ୍ରମୁଖ କାରଣ ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଇତିମଧ୍ୟରେ ମାଡ୍ରାସ IIT ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ପରିବହନ ବିଭାଗ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ସଡ଼କ ସୁରକ୍ଷା କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକ ମଧ୍ୟରେ ରହିଛି ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ। ବିଭିନ୍ନ ଅଞ୍ଚଳରେ ଉପଯୁକ୍ତ ସଡ଼କ ଯୋଗାଯୋଗ, ଟ୍ରାଫିକ୍ ସଂକେତ, ପଥଚାରୀଙ୍କ ପାଇଁ ଅନୁକୂଳ ରାସ୍ତାର ଅଭାବ ଦୁର୍ଘଟଣାକୁ ଆମନ୍ତ୍ରଣ କରିଥାଏ। ରାସ୍ତାଗୁଡ଼ିକର ସମୟୋପଯୋଗୀ ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଛି। ସେହିଭଳି ଦ୍ରୁତ ଗତିରେ ଗାଡ଼ି ଚାଳନା, ଟ୍ରାଫିକ୍ ନିୟମର ଉଲ୍ଲଂଘନ ଅନ୍ୟ ଏକ ଉଲ୍ଲେଖନୀୟ କାରଣ। ସଡ଼କ ସୁରକ୍ଷା ନେଇ ସଚେତନତାର ବ୍ୟାପକ ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଦ୍ୱାରା ହିଁ ଏଭଳି ପରିସ୍ଥିତିକୁ ଦୂରେଇ ଦେଇହେବ। ଏସବୁକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ମୋଟର ଯାନ ସଂଶୋଧନ ଆଇନ 2019କୁ ପ୍ରଚଳନ କରାଯାଇ ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ ଦୃଢ଼ ପଦକ୍ଷେପର ବ୍ୟବସ୍ଥା ହୋଇଛି। ନିଶା ଦ୍ରବ୍ୟ ସେବନ କରି ଗାଡ଼ି ଚଳାଇବା ଦୁର୍ଘଟଣାର ଏକ ପ୍ରମୁଖ କାରଣ ପାଲଟିଛି। ଜୋରିମାନା ଆଦାୟ ସହ ଆବଶ୍ୟକ ସ୍ଥଳେ ଜେଲ୍ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି। ବିଭିନ୍ନ ପର୍ଯ୍ୟାୟରେ ଏହି ଯାଞ୍ଚ ପ୍ରକ୍ରିୟାକୁ ଜାରି ରହିଥିବା ସୂଚନା ଦିଆଯାଇଛି। ଜିଲ୍ଲା ସଡ଼କ ସୁରକ୍ଷା ସମିତି ସହାୟତାରେ ସଚେତନତା ରଥ ପରିକ୍ରମା ବ୍ୟବସ୍ଥା ହୋଇଛି। ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମାଧ୍ୟମରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ଶୋଭାଯାତ୍ରା, ଆଲୋଚନା ଚକ୍ର ଆଦି ଆୟୋଜନ କରାଯାଇଛି। ବଣଭୋଜି, ପର୍ଯ୍ୟଟନ ସ୍ଥଳ ଏବଂ ଦର୍ଶନୀୟ ସ୍ଥାନଗୁଡ଼ିକରେ ସଡ଼କ ସୁରକ୍ଷା ବାର୍ତ୍ତା ସମ୍ବଳିତ ବ୍ୟାନର ଲଗାଯାଉଛି। ବେଆଇନ ରାଜପଥରେ ପାର୍କିଂ କରୁଥିବା ଗାଡ଼ିଗୁଡ଼ିକୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି। ସଡ଼କ ଦୁର୍ଘଟଣାକୁ ରୋକିବା ଏବଂ ନିଜକୁ ବଞ୍ଚାଇବା ହେଉଛି ଆମର ଦାୟିତ୍ୱ। ଆସନ୍ତୁ ଏଥିପାଇଁ ସଂକଳ୍ପବଦ୍ଧ ହେବା ଏବଂ ସୁରକ୍ଷିତ ଭାବେ ଘରକୁ ଫେରିବା।